ମୋ ନାଁ ହେଉଛି ପରେଶନାଥ ସାହୁ, ଶ୍ରୀକ୍ଷେତ୍ର ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ମ୍ୟାନେଜିଂ ଡାଇରେକ୍ଟର। ହଁ, ଆମର ଏଇ ଶ୍ରୀକ୍ଷେତ୍ର ଟିଭିଏସ୍ ପଳାଶୁଣି NH ପାଖରେ ଅବସ୍ଥିତ। ଏଇଟା ହେଉଛି ପୁରୀ ବାଇପାସ୍ ପାଖ। ଆଜି ହେଉଛି ଆମେ ଗୋଟେ ଟିଭିଏସ୍ କମ୍ପାନୀର ସବୁଠାରୁ ରନିଂ ମଡେଲ କହିଲେ ଚଳିବ, ଜୁପିଟର 110 ତାର କଷ୍ଟମର ମିଟ୍ ଗୋଟେ କରୁଛୁ। ଏଇ କଷ୍ଟମର ମିଟ୍ରେ ଯେଉଁ କଷ୍ଟମର ଭାଇମାନେ ଆସିଛନ୍ତି ସେମାନେ ମିନିମମ୍ 3-4 ବର୍ଷ ହେଲା ଏ ଗାଡ଼ିକୁ ଚଲେଇଛନ୍ତି ଏବଂ ସେମାନେ ଏ ଗାଡ଼ି ଯେଉଁ ଚଲେଇଛନ୍ତି ସେଥିପାଇଁ ତାଙ୍କୁ କମ୍ପାନୀ ତରଫରୁ ଗୋଟେ କଂଗ୍ରାଚୁଲେସନ୍ ଦିଆହେଉଛି ଯେ ସେମାନେ ଏଇ ଗାଡ଼ି ଚଲେଇ କମ୍ପାନୀର ମର୍ଯ୍ୟାଦାକୁ ବଢ଼େଇଛନ୍ତି। ଆଜି ଯେଉଁମାନେ ଭାଇମାନେ ଆସିଛନ୍ତି, କଷ୍ଟମର ମାନେ ଆସିଛନ୍ତି, ତାଙ୍କୁ କମ୍ପାନୀର ବହୁତ ଗୁଡ଼ିଏ ଅଫର୍ ରହିଛି, ଯାହାକି ଯଦି ସେଇ ଜୁପିଟର ଗାଡ଼ି ସେମାନେ ଏକ୍ସଚେଞ୍ଜ କରୁଛନ୍ତି ତାଙ୍କ ପାଇଁ ଶ୍ରୀକ୍ଷେତ୍ର ଟିଭିଏସ୍ ତରଫରୁ ବହୁତ ଗୁଡ଼ିଏ ଇନସେଣ୍ଟିଭ୍ ସ୍କିମ୍ ଅଛି। ଯଥାସମ୍ଭବ ଆମେମାନେ ଗୋଟେ ଭଲ ଟ୍ରଲି ବ୍ୟାଗ୍ ଦେଉଛୁ। ଇନସେଣ୍ଟିଭ୍ ଯେଉଁମାନେ ଗାଡ଼ି ଏକ୍ସଚେଞ୍ଜ କରୁଛନ୍ତି ଆମ ତରଫରୁ 5,000 ଟଙ୍କା ଦେଉଛୁ। ତଥା ଟିଭିଏସ୍ କମ୍ପାନୀର ଫାଇନାନ୍ସ କରୁଛନ୍ତି ସେମାନେ ମଧ୍ୟ 6,500 ଟଙ୍କା ଡିସ୍କାଉଣ୍ଟ ଦେଉଛନ୍ତି। ଜିରୋ ଡାଉନ୍ ପେମେଣ୍ଟରେ ମଧ୍ୟ ଗାଡ଼ି ଫାଇନାନ୍ସ କରୁଛନ୍ତି। ଏହିସବୁ ସୁବିଧା ସବୁ କଷ୍ଟମରମାନଙ୍କୁ ଦେବା ପାଇଁ ଆଜି ଆମେ ଗୋଟେ କଷ୍ଟମର ମିଟ୍ କରିଛୁ। ଆଜି ପାଇଁ ଯେଉଁମାନେ ଗାଡ଼ି ବୁକିଂ କରୁଛନ୍ତି ବା ଆଜିଠୁ ରଥଯାତ୍ରା ବାହୁଡ଼ା ପର୍ଯ୍ୟନ୍ତ ଯେଉଁମାନେ ଗାଡ଼ି ବୁକିଂ କରୁଛନ୍ତି ତାଙ୍କ ପାଇଁ ଆମେ ବହୁତ ଗୁଡ଼ିଏ ସ୍ପେଶାଲ ଡିସ୍କାଉଣ୍ଟ ରଖିଛୁ। ଏକ ନମ୍ବରରେ ଆମେ ଗୋଟେ ରଖିଛୁ ଯେ ଯେଉଁମାନେ ପ୍ରତ୍ୟେକ ଦିନ ଯେଉଁମାନେ ଗାଡ଼ି ଫିଲିଂ କରିବେ ତାଙ୍କୁ ଗୋଟେ ଟ୍ରଲି ବ୍ୟାଗ୍ ଦେବୁ ଏବଂ ଗୋଟେ ଅମ୍ବ୍ରେଲା ଦେବୁ ଏବଂ କୁପନ ଡିସ୍କାଉଣ୍ଟ ଗୋଟେ ରଖିଛୁ, ସ୍କ୍ରାଚ୍ କାର୍ଡ଼ ମଧ୍ୟ ରଖିଛୁ। ବିଭିନ୍ନ ପ୍ରକାର ଆମେ ରଖିଛୁ, ଏଇ ରଥଯାତ୍ରା ଉପଲକ୍ଷେ ରଖିଛୁ। ଏବଂ ସର୍ବଶେଷରେ ଗୋଟେ ବାହୁଡ଼ା ଦିନ ଗୋଟେ ଲକି ଡ୍ର କରିଛୁ। ଏଇ ଲକି ଡ୍ରରେ ବିଭିନ୍ନ ପ୍ରକାର 1, 2, 3 ପ୍ରାଇଜ୍ ରହିଛି। ତେଣୁ ଆମେମାନେ କଷ୍ଟମରମାନଙ୍କୁ ଏସବୁ ସୁବିଧା ଦେବା ପାଇଁ ଶ୍ରୀକ୍ଷେତ୍ର ଟିଭିଏସ୍ ତରଫରୁ ବ୍ୟବସ୍ଥା କରିଛୁ। ଆଉ ମଧ୍ୟ ଆମର ଏଠି ସେଲ୍ ସହିତ ସର୍ଭିସ୍ ସୁବିଧା ଅଛି। ପ୍ରତ୍ୟେକ ଦିନ ଆମେ 40-50ରୁ ଅଧିକ ଗାଡ଼ି ସର୍ଭିସ୍ କରୁଛନ୍ତି ଏବଂ ସମସ୍ତଙ୍କର ଆଜି ଯେମିତି କମ୍ପାନୀର କର୍ମକର୍ତ୍ତାମାନେ ଆସିଥିଲେ କହିଲେ ଯେ କଷ୍ଟମର ସାଟିସ୍ଫ୍ୟାକ୍ସନ୍ 90% ସାଟିସ୍ଫ୍ୟାକ୍ସନ୍ ଏବଂ ତାଙ୍କର ଯେଉଁ କମ୍ପାନୀର ଅଛି NPS ସ୍କୋର 90% NPS ସ୍କୋର ଅଛି। ତେଣୁ କଷ୍ଟମରମାନେ ନିହାତି ଭାବରେ ଶ୍ରୀକ୍ଷେତ୍ର ଟିଭିଏସ୍ର ପ୍ରତି ସାଟିସ୍ଫ୍ୟାକ୍ସନ୍ ଅଛନ୍ତି ଏବଂ ଖୁସି ଅଛନ୍ତି। ତେଣୁ ଏହି ଅବସରରେ ସବୁ କଷ୍ଟମର ଭାଇମାନଙ୍କୁ ମୁଁ शुभेच्छा जनाऊँ जे आम तरफ केही भी श्रीक्षेत्र टीवीएस को आसिले आम मैंने यथासंभव पारु पर्यंत आम समस्त